ଏବେ ଦୁବାଇରେ ବାଣ ଫୁଟିଲା ଭଳି ଫୁଟୁଛି ବୋମା। ଯଦି ଆପଣ ଜାଣିନାହାନ୍ତି କ'ଣ ଆସିଛି ଖବର ଏବଂ ଦୁବାଇରେ କ'ଣ ଘଟୁଛି ତ ତାହେଲେ ଆସନ୍ତୁ ଜାଣିବା। କିନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଚ୍ୟାନେଲରେ ନୂଆ କରି ଆସିଥିଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ ଯୁଦ୍ଧ ନିଆଁ ୟୁଏଇକୁ ବ୍ୟାପିବାରେ ଲାଗିଅଛି। ସୋମବାର ସକାଳେ ଦୁବାଇରେ ଆନ୍ତର୍ଜାତୀୟ ବିମାନ ନିକଟରେ ଏକ ବଡ଼ ଦୁର୍ଘଟଣା ଆସିଅଛି। ଏହି ଆକ୍ରମଣ ପରେ ବିମାନ ବନ୍ଦରରେ ଏକ ଇରାନ ଟାଙ୍କିରେ ଭୟଙ୍କର ନିଆଁ ଲାଗିଅଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥିର ସ୍ଥଗିତ କରାଯାଇଅଛି। ଦୁବାଇର ମିଡିଆ ଅଫିସ ସୂଚନା ଅନୁଯାୟୀ ମିଳିଥିବା ସୂଚନା ସୋମବାର ସକାଳୁ ଏକ ଅଜ୍ଞାତ ଡ୍ରୋନ୍ ବିମାନ ବନ୍ଦର ପରିସରରେ ଆସି ଖସି ପଡ଼ିଥିଲା, ଯାହା ଫଳରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ଏବଂ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କେହି ମୃତ ବ୍ୟବସ୍ଥା ହୋଇନାହାନ୍ତି। ଦୁବାଇ ନାଗରିକମାନେ ବହୁତ ବିଚଳିତ ଭାବେ ହୋଇଅଛନ୍ତି ଏବଂ କର୍ମଚାରୀଙ୍କୁ ସୁରକ୍ଷା ସୁଦୃଢ଼ ଦୃଷ୍ଟିରୁ ରଖି ସମସ୍ତ ଉଡ଼ାଣକୁ ଏବେ ବନ୍ଦ କରାଯାଇଅଛି। ବିମାନ ବନ୍ଦରକୁ ଆସୁଥିବା ସମସ୍ତ ବିମାନ ଅନ୍ୟତ୍ର ମୋଡ଼ି ଦିଆଯାଇଅଛି କିମ୍ବା ହେଲିକପ୍ଟର ଦ୍ୱାରା ଖସାଯାଉଅଛି। କରାଚୀ, କମାଣ୍ଡୋ ଓ ଅହମ୍ମଦଠାରୁ ଆସୁଥିବା 5ଟି ବିମାନ ଏବେ ଅଟକି ଯାଇଅଛି। ଯାତ୍ରୀମାନଙ୍କୁ ନିଜ ନିଜ ଏୟାରଲାଇନ୍ସ ସହ ସଂଯୋଗ କରିବାକୁ ପରାମର୍ଶ ଦିଆଯାଉଅଛି। କହି ରଖୁଛୁ ଯେ ମାତ୍ର 5 ଦିନ ପୂର୍ବରୁ ମଧ୍ୟ ଦୁବାଇରେ ଏୟାରପୋର୍ଟରେ ଏହା ପୂର୍ବରୁ ଆକ୍ରମଣ ହୋଇଥିଲା, ଯେଉଁଥିରେ 4 ଜଣ ଆହତ ହୋଇଯାଇଥିଲେ। ଗତ ଫେବୃଆରୀ 28ରୁ ଆରମ୍ଭ ହୋଇଥିଲା ଏହି ଯୁଦ୍ଧ। ଏହି ଯୁଦ୍ଧ କାରଣରୁ ପାମ୍ ମୁଜେରା, ଆବୁଧାବି ଏବଂ ଫୁଜୌରା ତୈଳ ପ୍ରକଳ୍ପ ଉପରେ ମଧ୍ୟ ବାରମ୍ବାର ମିସାଇଲ ଏବଂ ଡ୍ରୋନ୍ ମାଡ଼ ହୋଇଚାଲିଛି। ଇରାନ ଏବଂ ଆମେରିକା ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଏହି ସଂଘର୍ଷ ଏବେ ପୁରା ପଶ୍ଚିମ ଏସିଆ ପାଇଁ ସଙ୍କଟ ସୃଷ୍ଟି କରିଅଛି। ଏହି ଡ୍ରୋନ୍ କାହା ପକ୍ଷରୁ ଆସି ପଡ଼ିଅଛି ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାଠାରୁ ଦିନଠାରୁ ପକ୍ଷରୁ ୟୁଏଇକୁ ସବୁଠାରୁ ଅଧିକ ଟାର୍ଗେଟ କରାଯିବାର ସୂଚନା ମିଳିଅଛି। ଇରାନ ଏପର୍ଯ୍ୟନ୍ତ 1800ରୁ ମିସାଇଲ ଏବଂ ଆତ୍ମଘାତୀ ଡ୍ରୋନ୍ ମାଡ଼ କରିସାରିଲାଣି, ଯାହାଫଳରେ ଏହି ଅଞ୍ଚଳରେ ସବୁଠୁ ଅଧିକ ପ୍ରଭାବିତ ଦେଶରେ ୟୁଏଇ ଭତ୍ତା ହୋଇଛି। ବାରମ୍ବାର ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣ ଯୋଗୁଁ ଖାଡ଼ି ଦେଶରେ ପ୍ରମୁଖ ଆର୍ଥିକ କେନ୍ଦ୍ର କୁହାଯିବାରେ ଏହା ଦୁବାଇ ଏବଂ ଆବୁଧାବିରେ ବିମାନ ସେବା ବାଧାପ୍ରାପ୍ତ ହୋଇଅଛି। ଆକ୍ରମଣ ବ୍ୟାପକ ହୋଇଥିବା ମଧ୍ୟ ୟୁଏଇର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ଅଧିକାଂଶ ମିସାଇଲକୁ ଆକାଶର ମାର୍ଗରେ ହିଁ ନଷ୍ଟ କରିବାର ସଫଳତା ହୋଇଅଛି। ଆମେରିକା ଓ ଇସ୍ରାଏଲ ସହ ଚାଲିଥିବା ବିବାଦର ପ୍ରତିଶୋଧ ନେବା ପାଇଁ ଏବେ ୟୁଏଇ ବିମାନ ବନ୍ଦରରେ ଏବଂ ତୈଳ ପ୍ରକଳ୍ପ ଭଳି ନାଗରିକ ପ୍ରତିଷ୍ଠାକୁ ଟାର୍ଗେଟ କରୁଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ଏହି ସଂଘର୍ଷ ମଧ୍ୟରେ ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ 6 ଜଣ ମୃତ୍ୟୁ ଘଟିଛି ଏବଂ ଏଥିରେ 4 ଜଣ ସାଧାରଣ ନାଗରିକ ଏବଂ 2 ଜଣ ସୈନ୍ୟ ଅଛନ୍ତି। ସେମାନଙ୍କ ମୃତ୍ୟୁ ଏକ ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ହୋଇଥିଲା।